ଏତିକି କାନିପାତି ଭିକ ମାଗୁଛି ମନ୍ତ୍ରୀ ସାହେବକୁ। ଜଗନ୍ନାଥ ତ କାଠ କି ପଥର ମୋ ପାଇଁ ହେଇଗଲେ ଏତେ ଓଷା ବ୍ରତ କରି। ମନ୍ତ୍ରୀ ସାହେବ ଯଦି ଚଳନ୍ତି ଠାକୁର ଜିଅନ୍ତା ଠାକୁର ହେଇକିରି ମୋ କାନିରେ ମୋ ପୁଅ ପାଇଁକି ନ୍ୟାୟର ଭିକ୍ଷା ଦାଦ। ଆମେ ବୁଢା ବୁଢୀ ଦିଟା ଏ ଅବସ୍ଥାରେ କେମିତି ରହିବୁ? ଭରଣ ପୋଷଣ ପାଇଁ ଆର୍ଥିକ କେମିତି କଣ କରିବୁ? ଆମର ବୋଲି ରୋଜଗାର ବେଶୀ ଆଉ କିଛି ନାହିଁ, ଗୋଟେ ରୋଜଗାର। କେତେ ଘାସ କାଟି କେତେ ଧାନ ବେପାର କରି ପଇସା ନଥିଲା ଆଠୁ ତାଠୁ ଛେଳି ଆଣିକି ପାଳିକିରି ପୋଟିକି ମଣିଷ କରିଥିଲି। ମୋ ପୁଅ ବି ନିଜେ ତୃତୀୟରେ ପଢିଲା ବେଳଠୁ ବେପାର କରିଥିଲା। ଆର ତାର ଆକୁ ଆଣିବାକୁ ଯାଇ ବହୁତ କଷ୍ଟରେ ଚାକିରି ଖଣ୍ଡେ କରିଦେଲି। ଚାକିରି କଲା ଦିନ ଠାରୁ ମୋର ସବୁ ଦୁଃଖ ଯେତିକି କରିଥିଲି ମତେ ସାତ ସେତିକି ସୁଖ ଦେଇଥିଲା। ଜଗତ ବୁଝିଲାନି ମୋ ପାଇଁ ପଥର ହେଲା। ସତରେ କଣ ମନ୍ତ୍ରୀ ସାହେବ ତମ ପାଦ ପଦ୍ମ ତଳେ କାଲି ଭିକ୍ଷାପତି ମାଗୁଛି? ସତରେ କଣ ନ୍ୟାୟର ଭିକ୍ଷା ଦବ? ଯୋଉମାନେ ହତ୍ୟାକାରୀ ତାଙ୍କୁ ଜଗତକୁ ଚଲାଏ ଯିଏ ତ ଜଗତ ଚଳାଉଛି ସିଏ ତ ମୋ ପାଇଁ ନିଷ୍ଠୁର ହେଇଛି। ମୋର କେମିତିଆ କଣ କୁକର୍ମ ମୁଁ କିଛି ଜାଣିପାରୁନି। ମନ୍ତ୍ରୀ ସାହେବ ସତରେ ତମ ପାଦ ପଦ୍ମ ତଳେ କାନିପାତି ଭିକ ମାଗୁଛି। ମୋ ପୁଅ ପାଇଁ କି ନ୍ୟାୟ ଭିକ୍ଷା ଦବ? ନିହାତି ଭାବରେ